ମୁଁ ପ୍ରଥମେ ଧନ୍ୟବାଦ ଦେଉଛି ଅନୁଗୁଳ ଏକ୍ସପ୍ରେସକୁ। ମୁଁ ପ୍ରଥମେ ଧନ୍ୟବାଦ ଦେଉଛି, ଯାହା ହଉ ସେ ଆଜି ଆମ ଅଞ୍ଚଳକୁ ଆସିକି କିଛି ଆମଠୁ ଖବର ସଂଗ୍ରହ କରିପାରୁଛନ୍ତି। ପବିତ୍ର ନଗର ଏରିଆରେ ପବିତ୍ର ମୋହନଙ୍କ ପ୍ରଧାନଙ୍କ ଏରିଆରେ ଏଠି ବ୍ଲକ ଗଢ଼ିବା 100% ସମସ୍ତ ଆବଶ୍ୟକତା ଏଠାରେ ଅଛି ଏବଂ ତା ସଙ୍ଗେ ସଙ୍ଗେ ଆମର ଏଠି ବ୍ଲକ ହବା ପାଇଁ ସମସ୍ତ ଯୋଗ୍ୟତା ବି ଅଛି। ଦେଖନ୍ତୁ, ଏ ତ ଗୋଟେ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟରେ ପବିତ୍ର ନଗର ମାଟି ପବିତ୍ର ବାବୁଙ୍କ ନାଁରେ ନାମିତ। ପବିତ୍ର ବାବୁ ଥିଲେ ଅଞ୍ଚଳର ଜଣେ ଦାୟକ। ଏ ଅଞ୍ଚଳର ସମସ୍ତେ ଯେତେ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମସ୍ତ ଗୁରୁଜନ ସମସ୍ତେ ପବିତ୍ର ବାବୁଙ୍କର ଦାୟକ। ପବିତ୍ର ନଗର ସରକାରଙ୍କର ଯେଉଁ ଘୋଷଣା ହେଉଛି ଯେ ବ୍ଲକ ବଢ଼ିବ, ନିର୍ବାଚନ ମଣ୍ଡଳୀ ବଢ଼ିବ ଏବଂ ପଞ୍ଚାୟତ ବଢ଼ିବ, ସେଥିପାଇଁ ମୁଁ ନିଜେ ଉପଲବ୍ଧି କଲି ଯେ ଏ ଅଞ୍ଚଳ ପାଇଁ ଆମେ ଏକତ୍ରିତ ହୋଇ ବସି ଆମ ପବିତ୍ର ନଗରକୁ କିପରି ବ୍ଲକ ମାନ୍ୟତା ଦିଆଯିବ ସରକାରଙ୍କ ପାଖରେ ଘୋଷଣା କରିବୁ। ତେଣୁକରି ମୁଁ ମୋ ବୁଦ୍ଧି ଅଧିକ ନଥିଲେ ବି ଯେତିକି ଅଛି ମୁଁ ତାକୁ ଇଏ କରି ତାକୁ ଭାବି ଯେ ଗୁରୁଜନମାନଙ୍କୁ କହିଲେ ଏକତ୍ରିତ କଲେ ସମସ୍ତେ ନିଶ୍ଚିନ୍ତ ଭାବରେ ବ୍ଲକ ପାଇଁ ଦାବି ରଖିବୁ। ଦାବି ରଖିଲେ ଏ ପବିତ୍ର ବାବୁଙ୍କର ଯେଉଁ ଆଶା ଥିଲା, ସ୍ୱପ୍ନ ଥିଲା, ପବିତ୍ର ନଗର ଅଞ୍ଚଳ ମୋ ନିଜ ଅଞ୍ଚଳ, ଓଡ଼ିଶାର ତାଳଚେର ମାଟି, ବୀରଜାତ୍ର ମାଟି, ଏ ପବିତ୍ର ମାଟି, ଏ ପବିତ୍ର ମାଟିରେ ବ୍ଲକଟି ହେଲା ଆଗାମୀ ପିଢ଼ି ଯେଉଁ ଆସୁଛନ୍ତି ସେ ସୁବିଧା ପାଇବେ ଏବଂ କଣିହାଁ ବ୍ଲକକୁ ଆମକୁ ଯିବା ପାଇଁ ଏଠୁ ମିନିମମ୍ 40-45 କିଲୋମିଟର ଦୂରତା ପଡ଼ୁଛି। ବର୍ତ୍ତମାନର ଅସୁବିଧା ଆପଣମାନେ ଜାଣିଥିବେ, ଯେଉଁ ପ୍ରକାର ଗାଡ଼ି ମଟରଠୁ ଆରମ୍ଭ କରି ଯେଉଁ ପ୍ରକାର ଜାମ୍ ହେଉଛି, ଜଣେ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ତେଣୁ ଆମେ ଚିନ୍ତା କଲୁ ଯେ ପବିତ୍ର ନଗରରେ ଆମର ଗୋଟିଏ ଯଦି ବ୍ଲକ ହୁଏ, ନିଶ୍ଚିନ୍ତ ଭାବରେ ଏ ଅଞ୍ଚଳ, ଏ ଏରିଆ 10 ନମ୍ବର ଜୋନ୍ର ଯେଉଁ 10-12 ଗୋଟି ପଞ୍ଚାୟତ ଏଠି ଉପକୃତ ନିଶ୍ଚିନ୍ତ ଭାବରେ ହେବେ। ଆଉ ଯେହେତୁ ଏ ପବିତ୍ର ପ୍ରଧାନଙ୍କର କର୍ମଭୂମି କହିଲେ ଅତ୍ୟୁକ୍ତ ହେବ ନାହିଁ, ତେଣୁ ଅଞ୍ଚଳକୁ ବ୍ଲକ ମାନ୍ୟତା ଦିଆଯାଉ ବୋଲି ଆଜି ଗୋଟେ ସର୍ବସାଧାରଣ ଆଲୋଚନା ହେଉଛି। ଯେହେତୁ ପବିତ୍ର ନଗର ଜୋନ୍ 10ଟି ପଞ୍ଚାୟତକୁ ନେଇ ଗଠିତ, ପାଲହଡ଼ା ନିର୍ବାଚନ ମଣ୍ଡଳୀରେ ଆମର କଣିହାଁ ବ୍ଲକରୁ 19ଟି ପଞ୍ଚାୟତ ପାଲହଡ଼ା ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ। ତେଣୁ ଯଦି ଆମେ ଭୌଗୋଳିକ କ୍ଷେତ୍ର ଦେଖିବା, ଆମର ସୁସୁଆ ପଞ୍ଚାୟତରୁ କଣିହାଁ ବ୍ଲକ ପାଖାପାଖି 70 କିଲୋମିଟର ଦୂରତା ହୋଇଯାଉଛି। ତେଣୁ ଏ ଅଞ୍ଚଳର ବିକାଶ ପାଇଁ ଆମ ସର୍ବସାଧାରଣରେ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା, ସମସ୍ତଙ୍କର ଆଶା ନିଶ୍ଚିନ୍ତ ସରକାର ଏଇ ପବିତ୍ର ନଗର ଅଞ୍ଚଳକୁ ବ୍ଲକ ରୂପରେ ଗଠନ କରିବା ପାଇଁ ପ୍ରସ୍ତାବ ଦେବେ ଏବଂ କାର୍ଯ୍ୟକାରୀ କରିବେ।